Good morning, my dear students. Welcome to all of you in my English supplementary class. Today I am going to teach you supplementary English reader subject and the cats and the monkey. One day a cat saw a cake in a house. It took the cake and ran away to a lonely place. It began to eat it. At that time, another cat came there. Both the cats started quarreling for the cake. There was a monkey on the tree nearby. The two cats asked the monkey to share the cake equally between them. ପିଲାମାନେ ବୁଝିପାରିଲ ଗୋଟେ ଲେଖା ପାରା ରିଡ଼ିଂ କରିବି ତାପରେ ତମେ ମାନେ ଭଲ ରୂପେ ଧ୍ୟାନ ସେ କେଉଁ ୱାର୍ଡ଼କୁ ମୁଁ କ'ଣ ଉଚ୍ଚାରଣ କରୁଛି ଭଲ ରୂପେ ଶୁଣିବ. One day a cat saw a cake in a house. ଆଗ ମୁଁ ଏ ଗପଟା ତୁମମାନଙ୍କୁ କହୁଛି ଦେଖ ତାପରେ ତୁମେ ଭଲରେ ବୁଝିପାରିବ. ଥରେ କ'ଣ ହେଇଥିଲା ନା ଗୋଟେ ବିରାଡ଼ି ମାନେ ବିଲେଇ ଯେଉଁ ତୁମେ କହୁଛ ସେ କ'ଣ କରିଛି ଗୋଟେ ଘର ଭିତରକୁ ପଶି ଯାଇଛି ଏବଂ ସେ ଘର ଭିତରେ ପିଠା ଥୁଆ ହେଇଥିଲା. ତା ଭିତରେ ଗୋଟେ ପିଠା ସେ ଆଣିକି ଖାଇବ ବୋଲି ଇଚ୍ଛା କଲା ଏବଂ ଗୋଟେ ପିଠା ଧରିକି ସେ ଆସିଲା. କାଳେ କିଏ ଖାଇଦେବ ତାଠାରୁ ଛଡ଼େଇ ବୋଲି ସେ ଗୋଟିଏ ନିଛାଟିଆ ଗଛ ମୂଳକୁ ଗଲା ଆଉ ସେଇଠାରେ ଖାଇବ ବୋଲି ବସିଲା. ଲୋନ୍ଲି ପ୍ଲେସ୍ ଅର୍ଥ ନିଛାଟିଆ ଜାଗା. ଆଉ ସେଇ ଜାଗାରେ ସେ ଖାଇବା ସମୟରେ ଆଉ ଗୋଟିଏ ବିରାଡ଼ି ଆସିକି ତାକୁ ଛଡ଼େଇଲା. ତା ଅର୍ଥ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଲା ଏବଂ ଝଗଡ଼ା ଭିତରେ ସେ ଦୁଇ ଜଣ ଯାକ ଝଗଡ଼ା କରୁଥିବା ଭିତରେ ତାଙ୍କର ଲକ୍ଷ୍ୟ ପଡ଼ିଗଲା ଗୋଟେ ଗଛରେ ଗୋଟେ ମାଙ୍କଡ଼ ବସିଛି ଏବଂ ସେ ମାଙ୍କଡ଼ ଯେଉଁ ଗଛ ଡାଳରେ ବସିଛି ଦେଖ ସେ ଗଛ ଉପରୁ ସେ ମାଙ୍କଡ଼ ଯେ ବସିଥିବା ଅବସ୍ଥାରେ ଏ ବିରାଡ଼ି ଦୁଇ ଜଣ ଯାକ ଡାକିଲେ. କହିଲେ ମାଙ୍କଡ଼ ଭାଇ ତୁମେ ଟିକେ ତଳକୁ ଆସିବ କି? ଆମେ ଦୁଇ ଜଣ ଝଗଡ଼ା କରୁଛୁ ଏ ଗୋଟିଏ ପିଠା ପାଇଁ. ତୁମେ ଦୁଇ ସମାନ ଭାଗ କରି ଆମ ଦୁଇ ଜଣଙ୍କୁ ବାଣ୍ଟି ଦିଅ, ଆମେ ଦୁଇ ଜଣ ଯାକ ଖାଇବୁ. ଯେତେବେଳେ ଏହା କହିଲେ ମାଙ୍କଡ଼ଟି ବହୁତ ଖୁସିରେ ତଳକୁ ଆସିଲା ଏବଂ କହିଲା ତୁମେ କଳି କର ନାହିଁ, ମୁଁ ତୁମମାନଙ୍କୁ ସମାନ ଦୁଇ ଭାଗ କରି ବାଣ୍ଟି ଦେବି. ତାପରେ କ'ଣ ହେଇଛି ପିଲାମାନେ ନା ମାଙ୍କଡ଼ ବସିଲା ଗୋଟେ ପଥର ଉପରେ ଏବଂ ଦୁଇ ଜଣ ବିରାଡ଼ିକୁ ଦୁଇ ସାଇଡ଼ରେ ରଖିଲା ଏବଂ ପିଠାଟିକୁ ଦୁଇ ସମାନ ଭାଗ କରିବ କ'ଣ ଗୋଟେ ବଡ଼ ଗୋଟେ ସାନ କରିକି ଥୋଇଦେଲା. ତାପରେ ଯେଉଁଠି ସାନ ହେଉଥାଏ ଆଉ ଗୋଟେ ବଡ଼ ହେଇଯାଉଥାଏ. ସେ ବଡ଼ଟିକୁ ଟିକେ ଖାଇଦେଇ ତାକୁ ସମାନ କରିବା ଉଦ୍ଦେଶ୍ୟରେ ସେ ଟିକେ ଟିକେ ଖାଇ ଚାଲିଲା. ପୁଣି ବଡ଼ଟା ଛୋଟ ହେଇଗଲା, ପୁଣି ଛୋଟଟା ବଡ଼ ହେଇଗଲା. ପୁଣି କ'ଣ କଲା ଆଗରୁ ଯେଉଁ ଛୋଟ ହେଇଥିଲା ତା ଦେହରୁ ଟିକେ ଖାଇଦେଲା କେମିତି ସମାନ କରିବ ବୋଲି. ସିଏ ପୁଣି ବଡ଼ ହେଇଗଲା, ଇଏ ଛୋଟ ହେଇଗଲା. ଏଇ ଟାଇପ୍ର ସେ ରିପିଟ୍ କଲା ବାରମ୍ବାର ଏବଂ ଟିକେ ଚାଖୁ ଚାଖୁ ସମାନ କରିବା ଉଦ୍ଦେଶ୍ୟରେ ସବୁଯାକ ଖାଇଦେଲା. ତାପରେ ବିରାଡ଼ି ଦୁଇ ଜଣ ଦେଖ କେମିତି ଚାହିଁଛନ୍ତି. ସେମାନେ ବହୁତ ଦୁଃଖର ସହିତ ଆଶ୍ଚର୍ଯ୍ୟ ହେଇ ପରସ୍ପରକୁ ଚାହିଁଛନ୍ତି, ମାଙ୍କଡ଼କୁ ଦେଖୁଛନ୍ତି କେମିତି ସେ ଭାଗ କରିକି ଦେବ ତାଙ୍କୁ ଖାଇବା ପାଇଁ. ହେଲେ ମାଙ୍କଡ଼ ଟିକେ ଟିକେ ଇଏ ବଡ଼ କରିଦେଉଥାଏ, ଗୋଟେ ଛୋଟ କରିଦେଇ ପୁଣି ବଡ଼ରୁ ଖାଇକିରି ସମାନ କଲାବେଳକୁ ପୁଣି ଛୋଟଟା ବଡ଼ ହେଇଯାଉଥାଏ, ପୁଣି ବଡ଼ଟା ଛୋଟ ହେଇଯାଉଥାଏ. ଏଇ ଟାଇପ୍ର କରି 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 ଶେଷରେ ସେ ସବୁ ଖାଇଦେଇ ଡାଳ ଉପରକୁ ପଳେଇଲା. ବିରାଡ଼ି ଦୁଇ ଜଣ ଆଶ୍ଚର୍ଯ୍ୟ ହେଇ ତାକୁ ଚାହିଁଥାନ୍ତି. ତାପରେ ଭାବିଲେ କ'ଣ କରିବା, ଆମେ ତ ଖାଇଲେନି କିଛି. କାନମୁଣ୍ଡା ଆଉଁସିକିରି ଘରକୁ ଗଲେ ଏବଂ ଏଥିରୁ ଆମେ ଶିକ୍ଷା ଲାଭ କଲେ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଲେ ତୃତୀୟ ଜଣଙ୍କର ଲାଭ ହୁଏ. ତେଣୁ ଆମେ କେବେ ପରସ୍ପର ଝଗଡ଼ା କରିବା ନାହିଁ. ଜଣେ ବହୁତ ଖାଇଦେବ, ଜଣେ ଛୋଟ କମ୍ ଖାଇଥାନ୍ତା, ଏ ତ ଚଳି ଯାଇଥାନ୍ତା. କିନ୍ତୁ ମାଙ୍କଡ଼କୁ ଯେଉଁ ତୃତୀୟ ଜଣକୁ ଡାକିଲେ ସେ ସବୁ ଖାଇଦେଲେ, ଏ ଦୁଇ ଜଣଙ୍କର କିଛି ରହିଲା ନାହିଁ. ତେଣୁ ଏଥିରୁ ଆମେ କ'ଣ ଶିକ୍ଷା ଲାଭ କଲେ? ଦୁଇ ଜଣଙ୍କ ଝଗଡ଼ା ହେଲେ ତୃତୀୟ ଜଣଙ୍କର ଲାଭ ହୁଏ. ତାହେଲେ ଆମେ ତ ଗପଟିକୁ ଜାଣିଗଲେ. ଏବେ ଆସ ପଢ଼ିବା. ୱାନ୍ ଡେ ଏ କ୍ୟାଟ୍ ସ ଏ କେକ୍ ଇନ୍ ଏ ହାଉସ୍. ୱାନ୍ ଡେ ଏକଦା ବା ଥରେ ଏ କ୍ୟାଟ୍ ଗୋଟିଏ ବିରାଡ଼ି ସ ମାନେ ଦେଖିଲା, ସି ମାନେ ଦେଖିବା, ସ ମାନେ ଦେଖିଲା, ଏ କେକ୍ ଏ ଅର୍ଥ ଗୋଟିଏ, କେକ୍ ମାନେ ପିଠା, ଇନ୍ ଏ ହାଉସ୍ ଇନ୍ ଅର୍ଥ ଭିତରେ, ଏ ଅର୍ଥ ଗୋଟିଏ, ହାଉସ୍ ଅର୍ଥ ଘର. ଗୋଟିଏ ଘର ଭିତରେ ପିଠାଟିଏ ବିରାଡ଼ିଟିଏ ଦେଖିଲା. ତାପରେ କ'ଣ କଲା ନା ଇଟ୍ ଟୁକ୍ ଦ କେକ୍. ଇଟ୍ ଟୁକ୍ ଅର୍ଥ ପିଲାମାନେ ଟେକ୍ ମାନେ ନେବା, ଟୁକ୍ ମାନେ ନେଲା, ଏହାକୁ ନେଲା ଦ କେକ୍ ଆଣ୍ଡ ଏବଂ ର୍ୟାନ୍ ଆୱେ ଦୌଡ଼ି ପଳାଇଲା. ଟୁ ଅର୍ଥ କୁ, ଏ ଅର୍ଥ ଗୋଟିଏ, ଲୋନ୍ଲି ଅର୍ଥ ନିଛାଟିଆ, ପ୍ଲେସ୍ ମାନେ ସ୍ଥାନ. ଗୋଟିଏ ନିଛାଟିଆ ସ୍ଥାନକୁ ସେ ବିରାଡ଼ିଟି ସେ ପିଠାଟିକୁ ନେଇ
ପଳାଇଲା। ଏଠି ବି V2 ହେଇଛି, ମାନେ ପାଷ୍ଟ ଟେନ୍ସ ହେଇଛି। ଟେକ୍ ମାନେ ନେବା, ଟୁକ୍ ମାନେ ନେଲା। ଇଟ୍ ବିଗାନ୍, ଇଏ ବିଗିନ୍ ଅର୍ଥ ଆରମ୍ଭ କରିବା, ବିଗାନ୍ ମାନେ ଆରମ୍ଭ କଲା। ଟୁ ଇଟ୍ ଖାଇବାକୁ, ଟୁ ଅର୍ଥକୁ, ଇଟ୍ ମାନେ ଖାଇବା, ଇଟ୍ ମାନେ ଏହାକୁ ମାନେ ପିଠାକୁ। ଯେତେବେଳେ ସେ ପିଠାକୁ ଖାଇବା ଆରମ୍ଭ କଲା। ଆଟ୍ ଦ୍ୟାଟ୍ ଟାଇମ୍, ଆଟ୍ ଦ୍ୟାଟ୍ ଟାଇମ୍ ଅର୍ଥ ସେହି ସମୟରେ। ଆନାଦର କ୍ୟାଟ୍ କେମ୍ ଦେୟାର, ଆନାଦର ଅର୍ଥ ଅନ୍ୟ ଏକ, କ୍ୟାଟ୍ ମାନେ ବିରାଡ଼ି, କେମ୍ ମାନେ ଆସିଲା, ଦେୟାର ମାନେ ସେଠାକୁ। କମ୍ ମାନେ ଆସିବା, କେମ୍ ମାନେ ଆସିଲା। ଏଠି V2 ହେଇଛି ବା ପାଷ୍ଟ ଟେନ୍ସ ହେଇଛି। ଆଟ୍ ଦ୍ୟାଟ୍ ଟାଇମ୍ ସେହି ସମୟରେ, ଆନାଦର ଅନ୍ୟ ଏକ, କ୍ୟାଟ୍ ମାନେ ବିରାଡ଼ି, କେମ୍ ଆସିଲା, ଦେୟାର ମାନେ ସେଠାକୁ। THER ଦେୟାର ଅର୍ଥ ସେଠାରେ, THEIR ଦେୟାର ଅର୍ଥ ସେମାନଙ୍କର। ବୋଥ୍ ମାନେ ଦୁଇ ଜଣ ଯାକ। ଦ କ୍ୟାଟ୍ସ ଷ୍ଟାର୍ଟେଡ୍ କ୍ୱାରେଲିଂ ଫର୍ ଦ କେକ୍। ବୋଥ୍ ମାନେ ଉଭୟ, ବିଲେଇ ଦୁଇ ଜଣ, ଷ୍ଟାର୍ଟେଡ୍ ମାନେ ଷ୍ଟାର୍ଟ ମାନେ ଆରମ୍ଭ କରିବା, ଷ୍ଟାର୍ଟେଡ୍ ମାନେ ଆରମ୍ଭ କଲେ। କ୍ୱାରେଲ୍ ଅର୍ଥ କଳି କରିବା, କ୍ୱାରେଲିଂ ମାନେ କଳି କରୁଛନ୍ତି। ଫର୍ ଅର୍ଥ ପାଇଁ, ଦ କେକ୍ ପିଠାଟି ପାଇବା ପାଇଁ ଦୁଇ ଜଣଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା, ଷ୍ଟାର୍ଟେଡ୍। ଦେୟାର ୱାଜ୍, ଦେୟାର ଅର୍ଥ ସେଠାରେ, ୱାଜ୍ ମାନେ ଥିଲା। ଏ ମଙ୍କି ଗୋଟିଏ ମାଙ୍କଡ଼, ଅନ୍ ଅର୍ଥ ଉପରେ, ଦ ଟ୍ରି ନିୟର ବାଇ, ନିୟର ବାଇ ଅର୍ଥ ନିକଟରେ ଥିବା। ଏଇଟା ହେଉଛି ନିୟର ବାଇ, ପିଲାମାନେ ନିୟର ବାଇ ନିକଟରେ ଥିବା, ଟ୍ରି ମାନେ ଗଛ, ଅନ୍ ଅର୍ଥ ଉପରେ। ନିକଟରେ ଥିବା ଗଛ ଉପରେ ଗୋଟେ ମାଙ୍କଡ଼ ଥିଲା, ୱାଜ୍ ମାନେ ଥିଲା, ଦେୟାର ମାନେ ସେଠାରେ। ସେ ଦୁଇ ଜଣ ଯେଉଁ ଝଗଡ଼ା କରୁଥିଲେ ସେଠାରେ ଗୋଟେ ଗଛ ଥିଲା, ସେ ଗଛ ଉପରେ ଗୋଟେ ମାଙ୍କଡ଼ ଥିଲା। ଦି ଟୁ କ୍ୟାଟ୍ସ ଆସ୍କଡ୍ ଦ ମଙ୍କି, ଦୁଇ ଜଣ ଯାକ ବିଲେଇ, ଆସ୍କଡ୍ ମାନେ ଯାଇକି ତାକୁ ଡାକିଲେ, ମାଙ୍କଡ଼କୁ, ମଙ୍କି ମାଙ୍କଡ଼କୁ, ଟୁ କୁ ସେୟାର ଭାଗ କର, କେକ୍ ମାନେ ପିଠା, ଇକ୍ୱାଲ୍ ମାନେ ସମାନ, ବିଟୁଇନ୍ ଦେମ୍ ସେ ଦୁଇ ଜଣଙ୍କ ଭିତରେ, ସେମାନଙ୍କ ଭିତରେ ପିଠାଟିକୁ ସମାନ ଦୁଇ ଭାଗ କରିବାକୁ ତାକୁ ଡାକିଲେ। ବୁଝିପାରିଲ ପିଲାମାନେ? ଦି କ୍ୟାଟ୍ସ ଆଣ୍ଡ ଦ ମଙ୍କିର ମେନ୍ ଜିଷ୍ଟଟା କ'ଣ? ମାନେ ବିରାଡ଼ି ଦୁଇ ଜଣ, କ୍ୟାଟ୍ସ ବହୁବଚନ ଅଛି, ଆଣ୍ଡ ମାନେ ଏବଂ, ଦ ମଙ୍କି ଗୋଟିଏ ମାଙ୍କଡ଼ ଅଛି। ଏମାନେ ତିନି ଜଣଙ୍କ ଭିତରେ ବିଷୟବସ୍ତୁ ଏ ତିନି ଜଣଙ୍କୁ ନେଇକି କରାଯାଇଛି। ଥରେ ଗୋଟିଏ ବିରାଡ଼ି ଗୋଟେ ଘର ଭିତରେ ଗୋଟେ ପିଠା ଦେଖିଲା, ସେ ପିଠାଟିକୁ ନେଇକରି ସେ ଗୋଟେ ନିଛାଟିଆ ଜାଗାକୁ ପଳେଇଲା। ଯେତେବେଳେ ଖାଇବାକୁ ଆରମ୍ଭ କରିଛି, ଆଉ ଗୋଟେ ବିରାଡ଼ି ଆସିଲା, ଆଉ ଗୋଟେ ବିରାଡ଼ି ସହିତ ଯେତେବେଳେ ଝଗଡ଼ା କଲା, ସେତେବେଳେ କିଏ ଭାଗ ବାଣ୍ଟି ଦେବ ବୋଲି ତାଙ୍କ ଲକ୍ଷ୍ୟ ପଡ଼ିଲା, ଗଛରେ ଗୋଟେ ମାଙ୍କଡ଼ ବସିଥିଲା, ତାକୁ ଡାକିଲେ ସମାନ ଦୁଇ ଭାଗ କରିଦେବା ପାଇଁ। ଦି ମଙ୍କି ବ୍ରୋକ୍ ଦ କେକ୍ ଇଣ୍ଟୁ ଟୁ, ମାଙ୍କଡ଼ଟି, ଦି ଅର୍ଥ ଟି, ମଙ୍କି ମାନେ ମାଙ୍କଡ଼, ବ୍ରୋକ୍ ମାନେ ବ୍ରେକ୍, ମାନେ ବ୍ରୋକ୍ ଦ କେକ୍ ଇଣ୍ଟୁ ଟୁ, ଦୁଇଟି ପାର୍ଟରେ ମାନେ ଦୁଇଟି ଭାଗରେ ଛିଣ୍ଡେଇ ଦେଲା ବା ଭାଙ୍ଗିଦେଲା। ବ୍ରେକ୍ ମାନେ ଭାଙ୍ଗିବା, ବ୍ରୋକ୍ ମାନେ ଭାଙ୍ଗିଲା। ଏ ପିସ୍ ଅଫ୍ ଦ କେକ୍ ୱାଜ୍ ବିଗର ଦ୍ୟାନ୍ ଦ ଆନାଦର ହାଫ୍, ମାନେ ଅଦର ହାଫ୍, ଅନ୍ୟ ଏକ ପିଠାଠାରୁ, ଖଣ୍ଡଠାରୁ ଆଉ ଗୋଟେ ବଡ଼ ହୋଇଗଲା। ଏଠି କମ୍ପାରିଜନ୍ ଡିଗ୍ରୀ ଆସିଛି, ବିଗର, ଦ୍ୟାନ୍। ତୁମେ ଜାଣିଥିବ ପଜିଟିଭ୍, କମ୍ପାରେଟିଭ୍, ସୁପରଲେଟିଭ୍, ବିଗ୍, ବିଗର, ବିଗେଷ୍ଟ, ଗୁଡ୍, ବେଟର, ବେଷ୍ଟ। ସେମିତି ବିଗର, BIG, ବିଗ୍ ଅର୍ଥ ବଡ଼, ବିଗର, BIGGER ବିଗର, ଦୁଇ ଜଣଙ୍କ ଭିତରେ କମ୍ପେୟାର କଲେ ଦ୍ୟାନ୍ ବସିବ, ବିଗର ଦ୍ୟାନ୍ ଦ ଅଦର ହାଫ୍, ଅନ୍ୟ ଏକ ହାଫ୍, ଅଧା ଠାରୁ ଆଉ ଗୋଟେ ବଡ଼ ହୋଇଗଲା। ସୋ ତେଣୁ, ଇଟ୍ ଏଟ୍ ଏହାକୁ ଇଏ ଖାଇଦେଲା ଟିକେ, ଏ ବିଟ୍ ଅଫ୍ କେକ୍ ଫ୍ରମ୍ ଦ ବିଗର ୱାନ୍, ଯିଏ ବଡ଼ ହେଉଥାଏ ତା ଦେହରୁ ଖାଇଦେଉଥାଏ। ଦି ସ୍ମଲର ୱାନ୍ ବିକେମ୍ ବିଗର ଏଗେନ୍, ଯେତେବେଳେ ସେ ଗୋଟେ ଖାଇଦେଉଥାଏ, ଯିଏ ସାନ ଥିଲା ସିଏ ବି ବଡ଼ ହୋଇଗଲା। ଦେନ୍ ତାପରେ ଇଟ୍ ଏଟ୍ ଏ ପିସ୍ ଅଫ୍ ଦ କେକ୍ ଫ୍ରମ୍ ଇଟ୍, ଯିଏ ବଡ଼ ହେଇଯାଉଥାଏ ତା ଦେହରୁ ପୁଣି ଟିକେ ଖାଇଦେଉଥାଏ, ପୁଣି ସେ ସାନ ହୋଇଯାଉଥାଏ। ଦସ୍ ଇଟ୍ ରିପିଟେଡ଼୍, ତେଣୁ, ଦଶ ମାନେ ତେଣୁ କରି, ଇଟ୍ ରିପିଟେଡ଼୍ ଇଏ ବାରମ୍ବାର ଅଭ୍ୟାସ କଲା ସେଇ କାମ, ଦି ସେମ୍ ପ୍ରାକ୍ଟିସ୍ ବାରମ୍ବାର ଅଭ୍ୟାସ କଲା ସେଇ ଏକା ପ୍ରକାର, ଗୋଟେ ଛୋଟ କରିଦେଉଥାଏ, ଗୋଟେ ବଡ଼ କରିଦେଉଥାଏ, ପୁଣି ତା ଯିଏ ବଡ଼ ହେଉଥାଏ ତା ଦେହରେ ଖାଇଦେଉଥାଏ, ପୁଣି ତାକୁ ପୁରା ଛୋଟ କରିଦେଉଥାଏ, ପୁଣି ଆଗ ପଟଟା ଯିଏ ଛୋଟ ଥିଲା ସିଏ ବଡ଼ ହୋଇଯାଉଥାଏ, ଏହିପରି ରିପିଟ୍ କଲା ଖାଇବା ପାଇଁ। ମେନି ଟାଇମ୍ସ ବାରମ୍ବାର କଲା। ଆଣ୍ଡ ଏଟ୍ ଦ ହୋଲ୍ କେକ୍, ଆଣ୍ଡ ଏଇଟ୍ ମାନେ ଖାଇବା, ଏଟ୍ ଏଠି V2 ହେଇଛି, ଆଣ୍ଡ ମାନେ ଏବଂ, ଏଟ୍ ମାନେ ଖାଇଲା, ଦ ହୋଲ୍ କେକ୍, କେକ୍ ମାନେ ପିଠା, ହୋଲ୍ ମାନେ ସମ୍ପୂର୍ଣ୍ଣ,
ଆଟ୍ ଲାଷ୍ଟ ଶେଷ ବେଳକୁ ସବୁ ପିଠା ଖାଇଦେଲା। ଦି ମଙ୍କି ର୍ୟାନ୍ ଆୱେ, ମାଙ୍କଡ଼ ରନ୍ ମାନେ ଦୌଡ଼ିବା, ର୍ୟାନ୍ ମାନେ ଦୌଡ଼ି ପଳାଇଲା, ଆୱେ ମାନେ ପଳେଇଲା, ଆଣ୍ଡ ଏବଂ ଦ କ୍ୟାଟ୍ସ ଗଟ୍ ନଥିଙ୍ଗ, ବିରାଡ଼ି ମାନେ କିଛି ପାଇଲେ ନାହିଁ, ତାଙ୍କ ପାଇଁ ଆଉ କିଛି ବି ନାହିଁ। ମାଙ୍କଡ଼ ଦୁଇ ଭାଗ ଯାକ ଖାଇକି ଛୁ କରିଦେଲା ଗଛ ଉପରକୁ। ବିରାଡ଼ି ଦୁଇ ଜଣଙ୍କ ପାଇଁ ଆଉ କିଛି ବି ନଥିଲା। ତାପରେ ପିଲାମାନେ ଆମର ଦେଖ ୱାର୍ଡ଼ ମିନିଂ। ଦ କ୍ୟାଟ୍ସ ଆଣ୍ଡ ଦ ମଙ୍କି, ବିରାଡ଼ି ଦୁଇ ଜଣ ଏବଂ ମାଙ୍କଡ଼ଟି ଉପରେ ଗପଟା ପର୍ଯ୍ୟବେସିତ। ୱାର୍ଡ଼ସ୍ ମିନିଂ, ୱାନ୍ ଡେ ଏକଦା, କେକ୍ ମାନେ ପିଠା, ଲୋନଲି ପ୍ଲେସ୍ ନିଛାଟିଆ ଜାଗା, ଆନନ୍ଦର ଅନ୍ୟ, କ୍ୱାରେଲ୍ ମାନେ କଳି, ନିୟର ବାଇ ଅର୍ଥ ନିକଟରେ, ଦଶ ଅର୍ଥ ତେଣୁ, ସେୟାର ମାନେ ଭାଗ କରିବା, ଇକ୍ୱାଲି ମାନେ ସମାନ ଭାବେ, ବିଟୁଇନ୍ ଅର୍ଥ ମଧ୍ୟରେ, ଦୁଇ ଜଣଙ୍କ ମଧ୍ୟରେ ହେଲେ ବିଟୁଇନ୍, ଆଉ ପୁରା ମଝି ଭାଗରେ ହେଲେ ମିଡ଼ିଲ୍। ବ୍ରୋକ୍ ଅର୍ଥ ଭାଙ୍ଗିବା, ପିସ୍ ଅର୍ଥ ଖଣ୍ଡ, ହୋଲ୍ ଅର୍ଥ ସମସ୍ତ, BIGGR ବିଗର ଅର୍ଥ ତାଠାରୁ ବଡ଼, ରିପିଟେଡ୍ ଅର୍ଥ ପୁନର୍ବାର, ପ୍ରାକ୍ଟିସ୍ ଅର୍ଥ ଅଭ୍ୟାସ। ତାପରେ ଆମର ଏ ବିଷୟଟି କେଉଁ ଗ୍ରାମାର ଉପରେ ଅଛି ପର୍ଯ୍ୟବେସିତ ନା V1 V2 V3 ଅଛି। ବ୍ରେକ୍, ବ୍ରୋକ୍, ବ୍ରୋକନ୍, ସି ସ ସିନ୍, ଟେକ୍ ଟୁକ୍ ଟେକେନ୍, ଇଜ୍ ୱାଜ୍ ବିନ୍, ମାନେ ଏଇଟା V1 ଅର୍ଥ ଭର୍ବର ପ୍ରଥମ ରୂପ ମାନେ ପ୍ରେଜେଣ୍ଟ ଟେନ୍ସ, V2 ଅର୍ଥ ଭର୍ବର ସେକେଣ୍ଡ ରୂପ ମାନେ ପାଷ୍ଟ ଟେନ୍ସ, V3 ଅର୍ଥ ଭର୍ବର ତୃତୀୟ ରୂପ ପାଷ୍ଟ ପାର୍ଟିସିପଲ୍। ଏଗୁଡ଼ା ସବୁ ଆମର ଭଏସ୍ ଚେଞ୍ଜ, ପାସିଭ୍ ଭଏସ୍, ଆକ୍ଟିଭ୍ ଭଏସ୍ ଏଗୁଡ଼ା ଦରକାର, ଯେଉଁଟା ଭଏସ୍ ଚେଞ୍ଜ ପାଇଁ ନିହାତି ଦରକାର। ତେଣୁ ଇଜ୍ ୱାଜ୍ ବିନ୍, ବାଇଟ୍ ବିଟ୍ ବିଟ୍, ରନ୍ ର୍ୟାନ୍ ରନ୍, ଗେଟ୍ ଗଟ୍ ଗଟନ୍, ଡୁ ଡିଡ୍ ଡନ୍, ଗୋ ଏଣ୍ଟ ଗନ୍। ତାପରେ ପଜିଟିଭ୍, କମ୍ପାରେଟିଭ୍, ସୁପରଲେଟିଭ୍ ୟା ଭିତରେ କ'ଣ ଅଛି ନା ମେନି ମୋର୍ ମୋଷ୍ଟ, ଲିଟିଲ୍ ଲେସ୍ ଲେଷ୍ଟ, ବିଗ୍ ବିଗର୍ ବିଗେଷ୍ଟ। ପଜିଟିଭ୍ ମାନେ ଜଣକୁ କହିଲେ ବୁଝେଇବ, ଆଉ କମ୍ପାରେଟିଭ୍ ମାନେ ଦୁଇ ଜଣଙ୍କ ଭିତରେ କମ୍ପେୟାର କଲେ ବୁଝେଇବ। ସବୁଠାରୁ ଯେ ହାଷ୍ଟ ସେଇଟା ହେଉଛି ସୁପରଲେଟିଭ୍ ଡିଗ୍ରୀରେ ଆସିବ। ତେଣୁ ସୁପରଲେଟିଭ୍ ଡିଗ୍ରୀର ୱାର୍ଡ଼ ଗୁଡ଼ା ବ୍ୟବହାର କଲେ ତା ପୂର୍ବରୁ ଦ ଆସିବ, ଆଉ ଯେଉଁ କମ୍ପାରେଟିଭ୍ର ପରେ ଦ୍ୟାନ୍ ଆସିବ। ତାପରେ ଆମେ ଯିବା ପ୍ରଶ୍ନ ଉତ୍ତରକୁ। ପ୍ରଶ୍ନ ଉତ୍ତର ଆମର କ'ଣ ଆସୁଛି ଦେଖିବା। 1 ନମ୍ବରରେ ଅଛି କ୍ୱେଶ୍ଚିନ୍ ଆନ୍ସର୍। ଦେଖ ପିଲାମାନେ ଅଛି ହ୍ୱାଟ୍ ଡିଡ୍ ଦ କ୍ୟାଟ୍ ସି ଇନ୍ ଦ ହାଉସ୍, ବିରାଡ଼ିଟି କ'ଣ ଦେଖିଲା ସେ ଘର ଭିତରେ ନା ଦି କ୍ୟାଟ୍ ସ ଏ କେକ୍। ପ୍ରଶ୍ନରୁ କେମିତି ଆନ୍ସର୍ ଆସିଲା ପିଲାମାନେ ଦେଖ, ଏଠି ଡିଡ୍ ଅଛି ତେଣୁ ଭର୍ବ V2 ହେବ। ଡିଡ୍ ବସିଲେ ଭର୍ବଟା V1ରେ ରହିବ, ଡିଡ୍ ଉଠିଲେ ଭର୍ବ V2ରେ ରହିବ। ଦି କ୍ୟାଟ୍ ସ ଏ କେକ୍ ଇନ୍ ଦ ହାଉସ୍, ତାମାନେ ସି ଆଉ ଇନ୍ ଦ ମଝିରେ ରହିବ ଏ କେକ୍। ସେ କ'ଣ, ହ୍ୱାଟ୍ ଡିଡ୍ ଦ କ୍ୟାଟ୍ ସି, ବିରାଡ଼ିଟି କ'ଣ ଦେଖିଲା ଘର ଭିତରେ ନା ଦି କ୍ୟାଟ୍ ସ ଏ କେକ୍ ଇନ୍ ଦ ହାଉସ୍। ଇନ୍ ଅର୍ଥ ଭିତରେ, ହାଉସ୍ ମାନେ ଘର, ଦି କ୍ୟାଟ୍ ସ ବିରାଟଟି ଦେଖିଲା ଗୋଟିଏ ପିଠା ଏ କେକ୍। ଡିଡ୍ ଇଟ୍ ଟେକ୍ ଦ କେକ୍, ସେ ଏଇ କେକ୍ଟାକୁ ନେଲା କି, ୟେସ୍ ହଁ। ଇଟି ଟୁକୁ ମାନେ ଡିଡ୍ରୁ ଥିବାରୁ, ଡିଡ୍ ଉଠିଯିବ, ଟେକ୍ରୁ ଟୁକ୍ ହେଇଯିବ, ଇଟି ଟୁକ୍ ଦ କେକ୍, ୟେସ୍ ଇଟି ଟୁକ୍ ଦ କେକ୍। ପ୍ରଶ୍ନ ହିଁ ଉତ୍ତର ଅଛି, କେବଳ ଜଷ୍ଟ ଆନ୍ସର୍ ଗୋଟେ ଗୋଟେ ଶବ୍ଦ ଲାଗୁଛି, ଏଇଟା ଘୋଷିବା ପାଇଁ ଅତି ସହଜ। ହୋୟାର ଡିଡ୍ ଇଟି ରନ୍ ଆୱେ, ହୋୟାର ଅର୍ଥ କେଉଁଠାକୁ, ଡିଡ୍ ଇଟି ରନ୍ ଦୌଡ଼ି ପଳାଇଲା, କିଏ ନା ଇଟ୍ ଅର୍ଥ ବିରାଡ଼ିଟି କେଉଁଠାକୁ ଦୌଡ଼ି ପଳେଇଲା, ଇଟି ର୍ୟାନ୍ ଇଏ ଦୌଡ଼ି ପଳେଇଲା, ଟୁ ଏ ଲୋନଲି ପ୍ଲେସ୍ ନିଛାଟିଆ ସ୍ଥାନକୁ, ହ୍ୱାଟ୍ ଡିଡ୍ ଇଟ୍ ଡୁ ୱିଥ୍ ଇଟ୍, ତାପରେ ସେ କ'ଣ କଲା, ଇଟ୍ ବିଗାନ୍ ଟୁ ଇଟ୍ ଇଟ୍ ସେଇ ପିଠାକୁ ଖାଇବାକୁ ଲାଗିଲା। ହ୍ୱେନ୍ ଡିଡ୍ ଦ ଅଦର କ୍ୟାଟ୍ କମ୍ ଦେୟାର, ହ୍ୱେନ୍ ଅର୍ଥ କେତେବେଳେ, ଅଦର ଅର୍ଥ ଅନ୍ୟ, କ୍ୟାଟ୍ ମାନେ ବିରାଡ଼ି, କମ୍ ମାନେ ଆସିଲା, ଦେୟାର ଅର୍ଥ ସେଠାକୁ। ହ୍ୱେନ୍ ଯେତେବେଳେ, ଇଟ୍ ବିଗାନ୍ ଟୁ ଇଟ୍ ଯେତେବେଳେ, ଦ କ୍ୟାଟ୍ ବିଗାନ୍ ଟୁ ଇଟ୍ ଦି କେକ୍ ମାନେ ପିଠାଟିକୁ ଖାଇବାକୁ ଆରମ୍ଭ କଲା, ଦି ଅଦର କ୍ୟାଟ୍ କେମ୍ ଦେୟାର ଅନ୍ୟ ଏକ ବିରାଡ଼ି ସେଠାକୁ ଆସିଲା। 6 ନମ୍ବର ପ୍ରଶ୍ନ, ଡିଡ୍ ଦେ କ୍ୱାରେଲ୍ ଓଭର୍ ଦ କେକ୍, ସେ ପିଠା ପାଇବା ପାଇଁ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଲା କି, ୟେସ୍ ହଁ। ଦେ କ୍ୱାରେଲ୍ଡ, ଏଠି ଇଡି ବସିବ, ଡିଡ୍ ଅଛି
ଏସ୍ ଦ ମଙ୍କି ଏସ୍ ଦେ କ୍ୱାରେଲ୍ଡ। ଦୁଇ ଜଣ ଯାକ ଝଗଡ଼ା କଲେ ଓଭର ଦ କେକ୍। ଡିଡ୍ ଦ ମଙ୍କି କମ୍ ଦେୟାର ଆଟ୍ ଦ୍ୟାଟ୍ ଟାଇମ୍। ସେହି ସମୟରେ ମାଙ୍କଡ଼ଟି ସେଠାକୁ ଆସିଲା କି? ଏସ୍ ଦ ମଙ୍କି କମ୍ରୁ କେମ୍ ହେବ, ଡିଡ୍ ଉଠିଯିବ। ଦ ମଙ୍କି କେମ୍ ଦେୟାର ଆଟ୍ ଦ୍ୟାଟ୍ ଟାଇମ୍। ହ୍ୱାଟ୍ ଡିଡ୍ ଦ ଟୁ କ୍ୟାଟ୍ସ ଆସ୍କ ଦ ମଙ୍କି। ଦୁଇ ଜଣ ବିରାଡ଼ି କ'ଣ ପଚାରିଲେ, କ'ଣ କହିଲେ ମାଙ୍କଡ଼କୁ? ଟୁ ଡୁ ଫର୍ ଦେମ୍, ସେମାନଙ୍କ ପାଇଁ କ'ଣ କରିବା ପାଇଁ କହିଲେ? ନା ଦି ଟୁ କ୍ୟାଟ୍ସ ଆସ୍କଡ୍ ଦ ମଙ୍କି, ଦୁଇଟାକ ବିରାଡ଼ି ମାଙ୍କଡ଼କୁ କହିଲେ ଟୁ ସେୟାର, ଭାଗ କରିଦିଅ, ଦ କେକ୍ ଇକ୍ୱାଲି ବିଟୁଇନ୍ ଦେମ୍, ସମାନ ଦୁଇ ଭାଗରେ। ହ୍ୱାଟ୍ ଡିଡ୍ ଦ ମଙ୍କି ଡୁ, ମାଙ୍କଡ଼ କ'ଣ କଲା? ଦି ମଙ୍କି ବ୍ରୋକ୍ ଦ କେକ୍ ଇଣ୍ଟୁ ଟୁ ପିସେସ୍, ମାଙ୍କଡ଼ଟି ଦୁଇ ଭାଗ କରି ଦୁଇ ଖଣ୍ଡ କରିଦେଲା। ତାପରେ ଆସିଲା 10 ନମ୍ବର। ୱେଆର୍ ଦ ଟୁ ପିସେସ୍ ଇକ୍ୱାଲ୍, ସେଇ ଦୁଇ ଖଣ୍ଡ ସମାନ ଥିଲା କି? ନୋ, ନା, ଦି ଟୁ ପିସେସ୍ ୱେଆର୍ ନଟ୍ ଇକ୍ୱାଲ୍, ଦୁଇ ଖଣ୍ଡ ଯାକ ସମାନ ନଥିଲା। 11 ନମ୍ବର ପ୍ରଶ୍ନ। ହ୍ୱାଟ୍ ଡିଡ୍ ଦ ମଙ୍କି ଡୁ ଦେନ୍, ଯଦି ସମାନ ନଥିଲା ମାଙ୍କଡ଼ କ'ଣ କଲା? ନା ଦେନ୍, ତାପରେ ଦି ମଙ୍କି ଏଟ୍ ଏ ବିଟ୍ ଅଫ୍ କେକ୍ ଫ୍ରମ୍ ଦ ବିଗର ୱାନ୍, ମାଙ୍କଡ଼ଟି ଖାଇଦେଲା, ଯିଏ ବଡ଼ ହୋଇଥିଲା ତା ଦେହରୁ ଟିକେ ଖାଇଦେଲା। 12 ନମ୍ବର। ହାଉ ଡିଡ୍ ଦ ସ୍ମଲର ପିସ୍ ବିକମ୍ ଦ ବିଗର ୱାନ୍, ସାନ ଖଣ୍ଡଟି କେମିତି ବଡ଼ ଖଣ୍ଡ ହେଇଗଲା? ନା ହ୍ୱେନ୍, ଯେତେବେଳେ ଦି ମଙ୍କି ଏଟ୍ ଏ ବିଟ୍ ଫ୍ରମ୍ ଦ ବିଗର ୱାନ୍, ଯେତେବେଳେ ମାଙ୍କଡ଼ଟି ଏଟ୍ ମାନେ ଖାଇଲା, ଏ ବିଟ୍ କାମୁଡ଼ିକି ଖାଇଲା, ଫ୍ରମ୍ ଦ ବିଗର ୱାନ୍, ବଡ଼ ଠାରୁ, ଦି ସ୍ମଲର ଦେନ୍ ପିସ୍ ବିକେମ୍ ବିଗର, ସେଇ ବଡ଼ ଖଣ୍ଡଟି ପୁଣି ସାନ ହେଇଗଲା, ସାନ ଖଣ୍ଡଟି ପୁଣି ବଡ଼ ହେଇଯାଉଥାଏ। ହ୍ୱାଇ ଡିଡ୍ ଦ ମଙ୍କି ଇଟ୍ ଦ ହୋଲ୍ କେକ୍, କାହିଁକି ମାଙ୍କଡ଼ ସବୁ କେକ୍ଟାକୁ ଖାଇଦେଲା? ନା ଦି ମଙ୍କି ୱାଣ୍ଟେଡ୍, ମାଙ୍କଡ଼ ଚାହୁଁଥିଲା, ଟୁ ଇଟ୍, ଖାଇବାକୁ, ଦ କେକ୍, ପିଠାଟିକୁ ଖାଇବାକୁ ସେ ଚାହୁଁଥିଲା। ସୋ, ତେଣୁ, ଇଟ୍ ମେଡ୍ ଏ ପ୍ଲାନ୍, ସେ ଗୋଟେ ପ୍ଲାନ୍ ତିଆରି କଲା। ମେଡ୍ ଅର୍ଥ ତିଆରି କରିବା, ଏ ପ୍ଲାନ୍ ଗୋଟିଏ କ'ଣ? ଗୋଟେ ପ୍ଲାନ୍ ଅର୍ଥ ଯେଉଁ ପ୍ଲାନ୍ କରିବା ଆମେ, ଯୋଜନା, ପ୍ଲାନ୍ ମାନେ ଯୋଜନା, ସେ ଯୋଜନା କରିଥିଲା। ଆଣ୍ଡ ଏଟ୍ ଏ ହୋଲ୍ କେକ୍, ଏବଂ ଖାଇଦେଲା ସମସ୍ତ ପିଠା। ପ୍ଲାନ୍ କରିବା ମାନେ ଯୋଜନା କରିବା, ମୁଁ ଯିବି, ସେ ଦୁଇ ଜଣ ଝଗଡ଼ା କରୁଛନ୍ତି, ସବୁ ପିଠା ଖାଇଦେବି, ଏହା ଯୋଜନା କରି ସେ ଗଛ ତଳକୁ ଆସିଥିଲା। ଡିଡ୍ ଦ କ୍ୟାଟ୍ସ ଗେଟ୍ ଏନିଥିଙ୍ଗ, ବିରାଡ଼ିମାନେ କିଛି ପାଇଲେ କି? ନୋ, ନା, ଦ କ୍ୟାଟ୍ସ ଡିଡ୍ ନଟ୍ ଗେଟ୍ ଏନିଥିଙ୍ଗ, ବିରାଡ଼ିମାନେ କିଛି ବି ପାଇଲେ ନାହିଁ। ହ୍ୱାଟ୍ ଆଜ୍ ଦ ରେଜଲ୍ଟ ଅଫ୍ ଦ କ୍ୱାରେଲ୍, ଝଗଡ଼ାର ଫଳାଫଳ କ'ଣ ହେଲା? ଦୁଇଟା ବିରାଡ଼ି ଯେଉଁ ପରସ୍ପର ଭିତରେ ଝଗଡ଼ା କଲେ ତାର ଫଳାଫଳ କ'ଣ ହେଲା? ନା ଇନ୍ ଦିସ୍ କ୍ୱାରେଲ୍ ଦ କ୍ୟାଟ୍ସ ଗଟ୍ ନଥିଙ୍ଗ ଆଣ୍ଡ ଦ ମଙ୍କି ମେଡ୍ ଦେମ୍ ଫୁଲ୍, କଳିର ସେ ଯେଉଁ ଝଗଡ଼ା କରୁଥିଲେ ତାର ଫଳାଫଳ ହେଲା ଦୁଇଟି ମାଙ୍କଡ଼ ତାର ବାଜି ମାରିଦେଲା, ଇଏ ଦୁଇ ଜଣ ଯାକ ଭିତରେ ଝଗଡ଼ା କଲେ, କିଛି ପାଇଲେ ନାହିଁ। ମାଙ୍କଡ଼ ଆସିଲା ତୃତୀୟ ଜଣକ ବୁଝିବାକୁ ଏବଂ ଆଙ୍କୁ ବୋକା ବନେଇ ସବୁ ଖାଇଦେଲା। ହ୍ୱାଟ୍ ଡୁ ୟୁ ଲର୍ନ ଫ୍ରମ୍ ଦିସ୍ ଷ୍ଟୋରି, ଏଇ ଗପରୁ ତୁମେ କ'ଣ ଶିଖିଲ? ୱି ଲର୍ନ, ଆମେମାନେ ଶିଖିଲୁ, ଫ୍ରମ୍ ଦିସ୍ ଷ୍ଟୋରି, ଏହି ଗପରୁ, ଦିସ୍ ଅର୍ଥ ଏହି, ଷ୍ଟୋରି ମାନେ ଗପ, ଫ୍ରମ୍ ଅର୍ଥ ରୁ, ରୁ ବା ଠାରୁ, ଠିରୁ। ୱି ଲର୍ନ, ଆମେମାନେ ଶିଖିଲୁ ଏହି ଗପରୁ, ଦ୍ୟାଟ୍ ଅର୍ଥ ଯେ, ୱି ସୁଡ୍ ନଟ୍ କ୍ୱାରେଲ୍ ଆମଙ୍ଗ ଆୱାର ସେଲ୍ଭସ୍, ଆମଙ୍ଗ ଅର୍ଥ ମଧ୍ୟରେ, ସୁଡ୍ ନଟ୍ ଆମେ, କ୍ୱାରେଲ୍ ଅର୍ଥ କଳି, ଆଉ ଆୱାର ସେଲ୍ଭସ୍ ଅର୍ଥ ନିଜ ନିଜ, ଆମ୍ଭମାନଙ୍କ ଭିତରେ, ନିଜ ନିଜ ଭିତରେ ଝଗଡ଼ା କରିବା ଉଚିତ ନୁହେଁ। ସୁଡ୍ ନଟ୍ ଅର୍ଥ ଉଚିତ ନୁହେଁ। ମନେ ରହିଲା? ୱି ଲର୍ନ ଫ୍ରମ୍ ଦିସ୍ ଷ୍ଟୋରି, ଆମେ ଏହି ଗପରୁ ଶିଖିଲୁ, ଆମ୍ଭମାନଙ୍କ ମଧ୍ୟରେ ଆମେ କଦାପି କଳି ଝଗଡ଼ା କରିବା ଉଚିତ ନୁହେଁ। ଡୁ ୟୁ କ୍ୱାରେଲ୍ ୱିଥ୍ ୟୋର୍ ଫ୍ରେଣ୍ଡସ୍, ତୁମେ ତୁମର, ଫ୍ରେଣ୍ଡସ୍ ଅର୍ଥ ବନ୍ଧୁ, ଇୟର ତୁମର, ୱିଥ୍ ଅର୍ଥ ସହିତ, କ୍ୱାରେଲ୍ ମାନେ ଝଗଡ଼ା, ତୁମେ ତୁମ ସାଙ୍ଗମାନଙ୍କ ସହିତ ଝଗଡ଼ା କର କି? ନୋ, ୱି ଡୁ ନଟ୍ କ୍ୱାରେଲ୍ ୱିଥ୍ ଆୱାର ଫ୍ରେଣ୍ଡସ୍, ଆମ୍ଭେମାନେ ଆମମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ଜମା ଆଦୌ ଝଗଡ଼ା କରଉ ନାହୁଁ। ତେଣୁ ଆଉ କ'ଣ ରହିଲା? ନା ଏଥିରେ ମଧ୍ୟ ଆମେ କିଛି ଟର୍ନ ଇଣ୍ଟୁ ଇଂଲିଶ କରିବା। ପିଠାର ଇଂଲିଶ କ'ଣ ପିଲାମାନେ? ନା କେକ୍। ଏକଦା ୱାନ୍ ଡେ, ମାଙ୍କଡ଼, ମଙ୍କି, କଳି, କ୍ୱାରେଲେ,
ମଧ୍ୟରେ ବିଟୁଇନ୍ ଭାଗ ସେୟାର ମଧ୍ୟରେ ବିଟୁଇନ୍ ସେମାନଙ୍କୁ ଦେମ୍ ଖଣ୍ଡ ପିସ୍ ସମ୍ପୂର୍ଣ୍ଣ ହ୍ୱାଇଟ୍ ଦୌଡ଼ିବା ରନ୍ ବଡ଼ ବିଗ୍ ଏବଂ ଆଣ୍ଡ ବିରାଡ଼ି କ୍ୟାଟ୍। ପିଲାମାନେ ତୁମେ ବିଟୁଇନ୍ ଅର୍ଥ ମଧ୍ୟରେ ଆମଙ୍ଗ ମାନେ ବାଣ୍ଟିବା ଅର୍ଥରେ ଆସିଲେ ଆମଙ୍ଗ ହେବ ହେଲା। ଆମମାନଙ୍କ ମଧ୍ୟରେ ବାଣ୍ଟି ଦିଅ ଆମଙ୍କୁ। ତେଣୁ ଦୁଇଟି ମଧ୍ୟବର୍ତ୍ତୀ ସଂଖ୍ୟା ନଦୀ ମଝିରେ ଡଙ୍ଗା ଯାଉଛି ତେଣୁ ସେଠି ହେବ ମିଡ଼ିଲ୍। ଆଉ ନଦୀ ଆଉ ରାସ୍ତା ମଝିରେ ମନ୍ଦିରଟି ଅଛି ସେଇଟା ଦୁଇ ଜଣଙ୍କ ମଧ୍ୟରେ ହେଲେ ବିଟୁଇନ୍। ଭଲ ରୂପେ ମନେ ରଖିବ ମଧ୍ୟରେ ତିନିଟା ଆସୁଛି ଆମଙ୍ଗ ବିଟୁଇନ୍ ଆଉ ମିଡ଼ିଲ୍। ତେଣୁ କେଉଁଠି କେଉଁଟା ବସିବ ସେଇଟା ଆମେ ଜାଣିବା ଆବଶ୍ୟକ। ଆଚ୍ଛା ଆମେ ତ ଭଲ ରୂପେ ୟାକୁ ପଢ଼ିଦେଲେ ଆଉ ଜାଣିଦେଲେ। ଆମେ ଏ ବିଷୟଟିକୁ ଭଲ ରୂପେ ପଢ଼ିଲେ ପିଲାମାନେ ଜାଣିଲ। ବର୍ତ୍ତମାନ ଆର ରୋଲ୍ ପ୍ଲେ ଅଛି ଓରାଲ୍ ପ୍ରାକ୍ଟିସ୍ ଥ୍ରୋ ରୋଲ୍ ପ୍ଲେ। ଏଇ ଯେଉଁ ବିଷୟଟିକୁ ଆମେ ଜଣେ ଫାଷ୍ଟ ମାଙ୍କଡ଼ ହେବ ଇଏ ଜଣେ ଫାଷ୍ଟ ବିରାଡ଼ି ହେବ ଆଉ ଜଣେ ସେକେଣ୍ଡ ବିରାଡ଼ି ହେବ ଏବଂ ଜଣେ ମାଙ୍କଡ଼ ହେବ କେମିତି ରୋଲ୍ ପ୍ଲେ କରିବ। ଅଲରାଇଟ୍ ଦେୟାର ଇଜ୍ ଏ ମଙ୍କି ତେଣୁ ନିଜେ ନିଜେ କରିବ। ଏଇଟା ହେଉଛି ଯେମିତି ତୁମେ ରୋଲ୍ ପ୍ଲେ କରିବ ନାଟକ ଭଳିଆ ଲାଗିବ ଆଉ ପରସ୍ପର ଭିତରେ ଏଇଟା ବଢ଼ିଆ ଲାଗିବ ରୋଲ୍ ପ୍ଲେ। ଏଇଟା କ୍ଲାସ୍ରେ କରାଯିବ। ଆଉ ଏଇଟା ଦେଖ କିନ୍ତୁ ବିରାଡ଼ି ଦୁଇ ଜଣ ଲାଷ୍ଟକୁ ଭକୁଆ ହେଇଛନ୍ତି ମାଙ୍କଡ଼ ଯାଇ ଗଛ ଡାଲରେ ବସିଛି। ଭଲ ରୂପେ ଦେଖିଲ ପିଲାମାନେ ଆଉ ଭଲ ଭାବରେ ଘୋଷିବ ପଢ଼ିବ ମନେ ରଖିବ।